ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତର ସାନ ତାମନାଡୁ ସେବାଶ୍ରମ ବିଦ୍ୟାଳୟରେ ଠିକାଦାର ନିଜକୁ ସୁହାଇଲା ଭଳି ସରକାରୀ ନିୟମକୁ ଗୋଡ଼ରେ ଏଡ଼ାଇ କରୁଛନ୍ତି ଶ୍ରେଣୀଗୃହର ନିର୍ମାଣ କାର୍ଯ୍ୟ। ନିୟମ ଅନୁଯାୟୀ ଗୃହ କାର୍ଯ୍ୟରେ ବାଲି ପୋତିବା ବଦଳରେ ମାଟି ପୋତାଯାଉଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହା କେବଳ ନିମ୍ନମାନର କାମ ନା ଏହା ପଛରେ ସରକାରୀ ଅର୍ଥ ହଡପ କରିବାର ଏକ ସୁପରିକଳ୍ପିତ ଯୋଜନା ରହିଛି ତାହାକୁ ନେଇ ଉଠୁଛି ପ୍ରଶ୍ନବାଚୀ। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ନିର୍ମାଣ ସ୍ଥଳରେ ବ୍ୟବହାର ହେଉଥିବା ସାମଗ୍ରୀର ମାନ ଅତ୍ୟନ୍ତ ନିମ୍ନ ଥିବା ବେଳେ ନିୟମ ଅନୁସାରେ ଚଟାଣର ସ୍ଥାୟିତ୍ୱ ପାଇଁ ବାଲି ପୋତାଯିବା କଥା, ହେଲେ ମାଟି ପକାଇ ପୋତା ଯାଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଥିବାର ଜାଣିବାକୁ ମିଳିଛି। ସବୁଠାରୁ ବଡ଼ କଥା, ବିଭାଗୀୟ ନିୟମ ଓ ଉନ୍ନତମାନର କାମ ପାଇଁ ପ୍ରକଳ୍ପ ନିର୍ମାଣ ଓ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇ ଛୁରୀ ଓ କାକୁଡ଼ି ଧରାଇ ଦିଆଯାଉଛି, ହେଲେ ଯନ୍ତ୍ରୀ ଠିକାଦାର ଜରିଆରେ କାମ କରୁଛନ୍ତି। ନିର୍ମାଣର କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀ କାର୍ଯ୍ୟସ୍ଥଳୀରେ ଅନୁପସ୍ଥିତ ରହୁଥିବାରୁ ଏହାର ସୁଯୋଗ ନେଇ ଅଧିକ ଲାଭ ଉଦ୍ଦେଶ୍ୟରେ ଏଠାରେ ଠିକାଦାର ଜେସିବି ଲଗାଇ ବାଲି ବଦଳରେ ମାଟି ପୋତି ତରବରିଆ ଭାବେ କାମ ସାରିବାକୁ ଉଦ୍ୟମ କରୁଥିବାର ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କର ପ୍ରଶ୍ନ, ଯଦି କାମ ବିଭାଗୀୟ ନିୟମ ଅନୁସାରେ ହେଉଥିଲା ତେବେ ଗ୍ରାମବାସୀଙ୍କର ବିରୋଧ ସତ୍ତ୍ୱେ ଏତେ ତରବରିଆ ଭାବେ କାମ କରିବାର ଆବଶ୍ୟକତା କାହିଁକି ପଡ଼ିଲା? କାହାର ଛତ୍ରଛାୟାରେ ଏଭଳି କାମ ଚାଲିଥିଲା? ନିର୍ମାଣ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀମାନେ ଏ ସମ୍ପର୍କରେ ଅବଗତ ଥିଲେ ନା ନାହିଁ? ଯଦି ଅବଗତ ଥିଲେ, ଅବଗତ ହେବା ପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି? ବାଲି ବଦଳରେ ମାଟି ପୋତା ଯାଇଥିବାରୁ ଘରର ଚଟାଣର ସ୍ଥାୟିତ୍ୱ ନେଇ ସାଧାରଣରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଏ ସମ୍ପର୍କରେ ଏହାର ନିର୍ମାଣ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଏବଂ ନୂଆଗାଁ ବିଡିଓ ଡକ୍ଟର ଅମ୍ବୁତ କୁମାର ରାଉଳଙ୍କୁ ଗଣମାଧ୍ୟମ ପକ୍ଷରୁ ପଚାରିବାରେ ସେମାନେ କହିଛନ୍ତି ଯେ କୌଣସି ପ୍ରକାର ଦୁର୍ନୀତିମୂଳକ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବ ନାହିଁ ଏବଂ ଅଭିଯୋଗ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଦେଖିବା ପାଇଁ ବାକି ରହିଲା ଆଦିବାସୀ ଅଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟ ଶ୍ରେଣୀଗୃହ ନିର୍ମାଣ ନେଇ ହେଉଥିବା ଅଭିଯୋଗର ତଦନ୍ତ ହେଉଛି କେବେ? ଏଥିନେଇ ବ୍ଲକ ଓ ଜିଲ୍ଲା ପ୍ରଶାସନ କେବେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତା ଦେଖିବା ପାଇଁ ବାକି ରହିଲା। କାମ ହଉଛି ସେଠି ବାଲି ପୋତା କିଏ କରୁଛି କାମଟା? ସେଇଟା ଗୋଟେ ଆର କିଏ ମାଲିକ ଇୟା ଭୀମ ସେଠି ଜାଣିବା ନାଇଁ ସାର୍, ଭୀମ ସେଠି ଏଟା ଗନ୍ଧାମ ଏଉଠୁ ସେ ଭାଇନା ଗୁରା ଆଣିଥିଲି। ମାଟି ପଡୁଛି ବାଲି ବଦଳରେ ମନେ କରୁନାହାନ୍ତି। ଏଇଟା ତ କୁହାହେଇଥିଲା, ଆରଥର ଇଞ୍ଜିନିୟର ବି ଆସିଥିଲା ଯେ ସେ କହିଲା ଆଉ ବାଲି ପକ ନାହିଁ, ମାଟି ପକ ନାହିଁ, ବାଲି ଗୁରା ପକେଇବ କହିଲେ। କହିକି ଯାଇଥିଲେ ଆମେ ବି କହୁଛୁ କହିଥିଲେ ପକେଇବା ପାଇଁ ଯେ ବାଲି ପକେଇବା ପାଇଁ କଣ ପକଉଛନ୍ତି? ମାଟି ଗୁରା ପକେଇଛନ୍ତି, ମନା କରିବା ବୋଲି ମୁଁ ଆସିଲି। ମନା କଲ? ନା କରିନେବି ଯିବି, ମନା କରିବି ବୋଲି କହୁଛି। ଭଲ। ନୟାଗଡ଼ ଜିଲ୍ଲାରୁ ସ୍ପେଶାଲ ବ୍ୟୁରୋ ଚିଫ୍ ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।